ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ ପୁଣି ପାଣିପାଗ ଅପଡେଟ୍‌ରେ ଆପଣମାନଙ୍କୁ ସ୍ୱାଗତ। ପୁଣି ଆସୁଛି ଭୟଙ୍କର ବର୍ଷା। ହଁ ଦର୍ଶକ ବନ୍ଧୁ ପୁଣି ଆସୁଛି ଭୟଙ୍କର ବର୍ଷା। ଦର୍ଶକ ବନ୍ଧୁ କେଉଁ କେଉଁ ଜିଲ୍ଲାରେ ପ୍ରବଳ ବର୍ଷା ହେବ ସମ୍ପୂର୍ଣ୍ଣ ରିପୋର୍ଟ ଜାଣିବା ପାଇଁ ଆପଣମାନେ ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ସହିତ ଓଡ଼ିଶାର 30ଟି ଜିଲ୍ଲାର ତାପମାତ୍ରା କେତେ ରହିବ? ଅନୁଗୁଳ 42 ଡିଗ୍ରୀ, କନ୍ଧମାଳ 38 ଡିଗ୍ରୀ, କେନ୍ଦ୍ରାପଡ଼ା 37 ଡିଗ୍ରୀ, କେନ୍ଦୁଝର 40 ଡିଗ୍ରୀ, ଖୋର୍ଦ୍ଧା 39 ଡିଗ୍ରୀ, କୋରାପୁଟ 36 ଡିଗ୍ରୀ, ମାଲକାନଗିରି 40 ଡିଗ୍ରୀ, ମୟୂରଭଞ୍ଜ 41 ଡିଗ୍ରୀ, ନବରଙ୍ଗପୁର 38 ଡିଗ୍ରୀ, ନୟାଗଡ଼ 42 ଡିଗ୍ରୀ, ନୂଆପଡ଼ା 43 ଡିଗ୍ରୀ, ପୁରୀ 35 ଡିଗ୍ରୀ, ରାୟଗଡ଼ା 40 ଡିଗ୍ରୀ, ସମ୍ବଲପୁର 44 ଡିଗ୍ରୀ, ସୁବର୍ଣ୍ଣପୁର 44 ଡିଗ୍ରୀ, ସୁନ୍ଦରଗଡ଼ 41 ଡିଗ୍ରୀ, କଳାହାଣ୍ଡି 42 ଡିଗ୍ରୀ, ଝାରସୁଗୁଡ଼ା 44 ଡିଗ୍ରୀ, ଯାଜପୁର 39 ଡିଗ୍ରୀ, ଜଗତସିଂହପୁର 36 ଡିଗ୍ରୀ, ଗଞ୍ଜାମ 36 ଡିଗ୍ରୀ, ଗଜପତି 38 ଡିଗ୍ରୀ, ଢେଙ୍କାନାଳ 41 ଡିଗ୍ରୀ, ଦେବଗଡ଼ 41 ଡିଗ୍ରୀ, କଟକ 39 ଡିଗ୍ରୀ, ଭଦ୍ରକ 38 ଡିଗ୍ରୀ, ବାଲେଶ୍ୱର 37 ଡିଗ୍ରୀ, ବରଗଡ଼ 44 ଡିଗ୍ରୀ, ବଲାଙ୍ଗୀର 44 ଡିଗ୍ରୀ, ବୌଦ୍ଧ 44 ଡିଗ୍ରୀ। ଦର୍ଶକ ବନ୍ଧୁ ଭିଡିଓ ଆଗକୁ ଯିବା ପୂର୍ବରୁ ଭିଡିଓକୁ ଗୋଟେ ଲାଇକ୍ କରନ୍ତୁ। ଚ୍ୟାନେଲ ଯଦି ଆପଣ ନୂଆ ଆସିଛନ୍ତି ତାହେଲେ ସବସ୍କ୍ରାଇବ କରିକି ରଖନ୍ତୁ। ପାଖରେ ଥିବା ବେଲ୍ ନୋଟିଫିକେସନକୁ ଅନ୍ କରନ୍ତୁ, ଯାହାଫଳରେ ନୂଆ ନୂଆ ଅପଡେଟ୍ ପାଣିପାଗ ଖବର ଆପଣମାନେ ସର୍ବପ୍ରଥମେ ପାଇପାରିବେ। ତା ସହିତ ଆପଣଙ୍କର ଚାଷୀ ଭାଇ ଭଉଣୀମାନଙ୍କ ପାଖକୁ ନିହାତି ଭାବରେ ସେୟାର କରନ୍ତୁ, ଯାହାଫଳରେ ସେମାନେ ମଧ୍ୟ ନୂଆ ନୂଆ ଅପଡେଟ୍ ପାଣିପାଗ ଖବର ପାଇପାରିବେ। ଏହି ସବୁ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ଏବଂ ପବନ ଘଣ୍ଟା ପ୍ରତି 40ରୁ 50 କିଲୋମିଟର ପବନ ବେଗ ରହିବ। ଖୋର୍ଦ୍ଧା, କଟକ, ପୁରୀ ଏବଂ ଜଗତସିଂହପୁରରେ ଆକାଶ ମେଘୁଆ ରହିବା ସହ ଅପରାହ୍ନ କିମ୍ବା ସନ୍ଧ୍ୟା ସମୟରେ ହାଲୁକା ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଏହି ଜିଲ୍ଲାର କିଛି ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ପବନ ଅଧିକ ହେବାର ସମ୍ଭାବନା ରହିଛି। ଆଜିର ପାଣିପାଗ ଅପଡେଟ୍ ଖବର ଏଇଠି ସମାପ୍ତ କରୁଛି। ଭିଡିଓକୁ ଏବେ ପର୍ଯ୍ୟନ୍ତ ଲାଇକ୍ କରିନାହାନ୍ତି ତାହେଲେ ଲାଇକ୍ କରନ୍ତୁ। ଚ୍ୟାନେଲ ଯଦି ଆପଣ ନୂଆ ଆସିଛନ୍ତି ତାହେଲେ ସବସ୍କ୍ରାଇବ କରିକି ରଖନ୍ତୁ। ପାଖରେ ଥିବା ବେଲ୍ ନୋଟିଫିକେସନ ଅନ୍ କରନ୍ତୁ। ତା ସହିତ ଆପଣଙ୍କର ଚାଷୀ ଭାଇ ଭଉଣୀମାନଙ୍କ ପାଖକୁ ନିହାତି ଭାବରେ ସେୟାର କରନ୍ତୁ, ଯାହାଫଳରେ ସେମାନେ ମଧ୍ୟ ନୂଆ ନୂଆ ଅପଡେଟ୍ ପାଣିପାଗ ଖବର ପାଇପାରିବେ।